ଘରେ ଯାଇ ପହଞ୍ଚିଲେ ଏବଂ ଯାଇ ସେ ଦକ୍ଷିଣ ଦ୍ୱାର ପାଖରେ ବସିଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କଲେ, ଆସିଲେ, ସେଠି ବସିଛନ୍ତି। ତେଣୁ ତାଙ୍କର ପାଖରେ ପଇସା ନାହିଁ, ଭୋକ ଉପାସରେ ଅଛନ୍ତି। ସବୁ ଚାଲି ଚାଲି ଯାଉଥିଲେ ନା, ଯାଜପୁରରୁ ପୁରୀ ହେଉଛି କେତେ କିଲୋମିଟର, ମାନେ 170 କିଲୋମିଟର ଖଣ୍ଡେ ହେବ ପାଖାପାଖି, 180 200 ପାଖାପାଖି ହେବ। ସେମାନେ ଚାଲି ଚାଲି ଯାଇ ପହଞ୍ଚିଛନ୍ତି, ଥକି ଯାଇଛନ୍ତି। ସେଇଠି କ'ଣ କରୁଛନ୍ତି ନା, ପିଲାମାନେ ସମସ୍ତେ ସେଇ ମେଘନାଦ ପାଚେରୀକୁ ଆଉଜିକି ଶୋଇପଡ଼ିଛନ୍ତି। ପତ୍ନୀ କହିଲେ, ପିଲାମାନେ କେତେ ଭୋକ ଉପାସରେ ଅଛନ୍ତି, ତୁମ ବନ୍ଧୁ କୁଆଡ଼େ ଗଲେ? କାହିଁ ତ ବନ୍ଧୁଙ୍କ ପାଖକୁ ଆମେ ଆସିଲେ, ଖାଇବାକୁ ପିଇବାକୁ ଆମକୁ କେହି ଦେଉନାହାନ୍ତି। ଯେତେବେଳେ ସେବାୟତ ଲୋକମାନେ ମନ୍ଦିର ବନ୍ଦ କରିଦେଲେ, ବନ୍ଦ କରି ସମସ୍ତେ ପଳେଇଲେ।